ଆମର 4 ଜଣ ଝିଅ ମିସିଂ ରିପୋର୍ଟ ତାଙ୍କର ମା ମାନେ ଦେଇଥିଲେ। ଏ ରିଗାର୍डिଂ ଆମର 2ଟା କେସ୍ ହେଇଥିଲା। ସେ କେସ୍କୁ ଆମେ ତଦନ୍ତ କଲା ସମୟରେ ଆମେ ଜାଣିଲୁ ସେ 4 ଜଣ ଝିଅ ଯାହା ଆଲିଗେସନ୍ କରୁଛନ୍ତି ଘରେ ତାଙ୍କୁ ତାଙ୍କର ଗାର୍ଡିଆନ୍ ମାନେ ଟିକେ ରେଷ୍ଟ୍ରିକ୍ଟ କରୁଥିଲେ, ବିଭିନ୍ନ ଜାଗାକୁ ବୁଲିବାକୁ ଫ୍ରିଡମ୍ ଦେଉନଥିଲେ, ପୁଅମାନଙ୍କ ସାଙ୍ଗରେ କଥା ହେବା ପାଇଁ ସାଙ୍ଗମାନଙ୍କୁ ମନା କରୁଥିଲେ। ସେଥିରେ ରାଗିକି ସେମାନେ ଘରୁ ଚାଲି ଯାଇଥିବା ସେମାନେ ବର୍ତ୍ତମାନ ସୁଦ୍ଧା କହୁଛନ୍ତି। ବର୍ତ୍ତମାନ ସାର୍ ସୁଦ୍ଧା ମାନେ ଯେଉଁ ଯେହେତୁ ଜଣେ ଲେଡିଜକୁ ଘର ପାଖରୁ ଉଦ୍ଧାର କରାଯାଇଛି ଏବଂ ୱେଷ୍ଟବେଙ୍ଗଲ ଉଦ୍ଧାର କରାଯାଉଛି, ଏକଥା ବିଷୟରେ ହେଇପାରେ କି ସେମାନଙ୍କୁ ଚାଲାଣ କରାଯାଉ ମାନବ ଚାଲାଣ କଥା ମଧ୍ୟ ଆସୁଛି, ଏ ଦିଗରେ ସାର୍ ତଦନ୍ତ କରାଯାଇଛି କି ସାର୍? ଯେମିତିକି ଆପଣ କହୁଛନ୍ତି ୱେଷ୍ଟବେଙ୍ଗଲ ଯେଉଁ ଯାହା ଘରୁ ତାଙ୍କୁ ଧରା ହେଇଛି ସେ ଲେଡି ଜଣେ ତ ଅଛନ୍ତି, ତାଙ୍କ ହଜବେଣ୍ଡ ହେଉଛନ୍ତି ଆର୍ମିରେ କାମ କରୁଛନ୍ତି। ତାଙ୍କର ପ୍ରିଭିୟସ୍ କଣ୍ଟାକ୍ଟ ସେମିତି କିଛି ନାହିଁ ଯେଉଁଥିରେ ଆମେ ତାଙ୍କୁ ଡାଉଟ୍ କରିବା। ତଥାପି ଯେହେତୁ ଗୋଟେ ଗୁରୁତର କଥା, 4 ଜଣ ଝିଅ ଯାଇଛନ୍ତି, ଇଷ୍ଟାରେ ଫ୍ରେଣ୍ଡସିପ୍ରେ ଯାଇଛନ୍ତି, ଆମେ ତାଙ୍କୁ ବି ତଦନ୍ତର ପରିସରକୁ ଆଣିବୁ। ବର୍ତ୍ତମାନ ସେମାନେ ବାଲେଶ୍ୱର ନାରୀ ସଂଘରେ ଅଛନ୍ତି। ଆଜି ତାଙ୍କର ମେଡିକାଲ ଚେକଅପ୍ କରାଯିବ। ଗତକାଲି ଆସନ୍ତାକାଲି ତାଙ୍କର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରାଯିବ, ସିଡବ୍ଲ୍ୟୁସିରେ ପିକଅପ୍ କରାଯିବ, ତାପରେ ତାଙ୍କ ଘର ଲୋକ ଯେଉଁ ଯାହାର ଘରୁ ଉଦ୍ଧାର କରାଗଲା सोने आदमी ने काम